ମୁଁ ଆଜି ପ୍ରସ୍ତୁତ କରୁଛି ମଖାନା କ୍ଷୀରି। ହ୍ୟାଲୋ ଫ୍ରେଣ୍ଡସ୍, ଆମେ ପୂଜା କିଛି ଆମର ଘରେ କିଛି ପୂଜା ହେଲେ ଆମେ ଏଠି ଉପାସ ରଖିଥାନ୍ତି। ଆମେ ସେଥିରେ ଏଇ ମଖାନା କ୍ଷୀରି ପ୍ରସ୍ତୁତ କରିକି ଆମେ ଖାଇପାରିବା। ଆଉ ଖାଇବା ପାଇଁ ବହୁତ ଟେଷ୍ଟି, ଆଉ ରୋଷେଇ କରିବା ପାଇଁ ବା ମଖାନା କ୍ଷୀରି ପ୍ରସ୍ତୁତ କରିବା ପାଇଁ ବହୁତ ଇଜି। ଚାଲନ୍ତୁ ମୁଁ ଦେଖାଉଛି କିପରି ସର୍ଭ କରୁଛି ଆଉ କିପରି ମୁଁ ମଖାନା କ୍ଷୀରି ପ୍ରସ୍ତୁତ କଲି। ମୁଁ ଏଠି ମଖାନା କ୍ଷୀରି ଗୋଟେ ବୋଲରେ ବା ଜାଗାରେ କାଢ଼ୁଛି। କାଢ଼ିକି ମୁଁ ସେ ତା ଉପରେ ଟିକେ କେଶର ଏମିତି ରଖିଛି, କାହିଁକିନା ଏଇଟା ୟାର ଫ୍ଲେଭର, କେଶରର ଫ୍ଲେଭର ପଡ଼ିଲେ ଇଏ ବହୁତ ଟେଷ୍ଟି ଲାଗେ। ମୁଁ ଗୋଟେ ପ୍ୟାନ୍ ନେଇଛି, ଆଉ ଗୋଟେ ପ୍ୟାନ୍ରେ ମୁଁ ଗୋଟେ ଚାମଚ ଘିଅ ପକାଇଛି। ପ୍ୟାନ୍ ଗରମ ହେଲେ ଘିଅକୁ ଚାରିଆଡ଼େ ମୁଁ ସ୍ପ୍ରେଡ୍ କରିଦେଇଛି। ଯେହେତୁ ମୁଁ ଏଠି ମଖାନା ମୁଁ ନେଇଛି 2 ପ୍ୟାକେଟ୍, ମାର୍କେଟରେ ଆଭେଲେବୁଲ୍ ମଖାନା ପ୍ୟାକେଟ୍ ବି ମିଳୁଛି। ଆଣିକି ମୁଁ ସେଥିରେ 2 କପ୍ ମଖାନା ନେଇଛି। ଦେଇକି ତାକୁ ମୁଁ ଭାଜି ଦେଇଛି। ସିମ୍ରେ ଆମେ ରଖିବା, ଜୋରରେ ଦେବାନି। ଜୋର ଫ୍ଲେମ୍ ଦେଲା ମାନେ ମଖାନା ପୋଡ଼ିଯିବ। ଆମେ ସିମ୍ରେ ହିଁ, ସିମ୍ ଟୁ ମିଡ଼ିୟମ୍ ଭିତରେ ରଖିକି ଆମେ ମଖାନାକୁ ଭାଜିବା। ମୁଁ ଏଠି ମଖାନାକୁ ଭାଜିଛି। ମଖାନା ଯେହେତୁ ଘିଅରେ ଭାଜି ହେଲା ପରେ ସେ ଗୋଲ୍ଡେନ୍ ବ୍ରାଉନ୍ ଟାଇପ୍ର ହେଇଯିବ, ୟେଲୋ ଟାଇପ୍ର ଦେଖାହେବ। ଆଉ ଖାଇବା ପାଇଁ ବି ବହୁତ ଟେଷ୍ଟି। ଆମେ ଯେମିତି ଘରେ ଏଇଟା ଏମିତି ଖାଲି ବି ଆକୁ ମଖାନାକୁ ଭାଜିକି ଏମିତି ତା ଉପରେ ସଲ୍ଟ ଆଉ ଚିଲି ଫ୍ଲେକ୍ସ ପକାଇକି ବି ଏମିତି ଖାଇପାରିବା, ଭଲ ଲାଗିବ। ଏମିତି ବି ଏଥିରେ କ୍ଷୀରି କଲେ ଭଲ ଲାଗିବ। ମୁଁ କିଛି କାଜୁ ନେଇଛି, ସେ କାଜୁକୁ ବି ମଖାନାରେ ପକାଇକି ଭାଜିଛି। କାଜୁ ମଖାନା ମିଶାଇକି ମୁଁ ଏଠି ଭାଜିଛି। ମଖାନାକୁ ଆମେ ଜାଣିବା ପାଇଁ ମଖାନା ହେଲା କି ନାହିଁ, ଆମେ ଗୋଟେ ନେବା, ତାକୁ ହାତରେ ଚିପିକି ଦେଖିବା। ମଖାନା ଯଦି ଭାଙ୍ଗି ଯାଉଥିବ ତାହେଲେ ଜାଣିବା ଯେ ମଖାନା ହେଇଗଲାଣି। ଆମର ଏଠି ମଖାନା ପୁରା ପ୍ରାୟ ହେଇଗଲାଣି, କାହିଁକିନା ମଖାନାକୁ ମୁଁ ଚିପିଲା ବେଳକୁ ହାତରେ ଭାଙ୍ଗିକି ଗୁଣ୍ଡ ହେଇଯାଉଛି। ଆମେ ମଖାନାକୁ ଗୋଟେ ପ୍ଲେଟ୍କୁ କାଢ଼ିକି ଥଣ୍ଡା କରିବା। ମୁଁ ଏଠି ଗୋଟେ ସେଇ ପ୍ୟାନ୍ରେ ଟିକେ ପାଣି ନେଇକି କ୍ଷୀର ପକାଇଲି, କାହିଁକିନା ଡାଇରେକ୍ଟ କ୍ଷୀର ପକାଇଲେ ତାତିଥିବ, ଲାଗିଯିବ ତଳେ। ସେଥିରେ 1 ଲିଟର କ୍ଷୀର ନେଇଛି। ଘରେ କ୍ଷୀର ଫୁଟେଇଥିଲି, ସେଇ କ୍ଷୀରରେ 1 ଲିଟର କ୍ଷୀର ଏଠି ମୁଁ ନେଇଛି। ମଖାନାଟାକୁ ଟିକେ ହାଲକା ଥଣ୍ଡା ହେଇଗଲା ପରେ ଆମେ ତାକୁ ଗୁଣ୍ଡ କରିବା। ମୁଁ ଏଠି କ୍ଷୀରରେ ଚିନି ଫୁଟିଗଲା ପରେ ଟିକେ ଚିନି ନେଇଛି, ଅଧା କପ୍ ଚିନି ନେଇକି ସେଥିରେ ଗୋଳେଇ ଦେଇଛି। ଟିକେ ଗୋଳେଇ ହେଇଗଲା ପରେ ଟିକେ ଘାଣ୍ଟି ଦେଇକି ତାପରେ ମୁଁ ଯେଉଁ ମଖାନା ନେଇଥିଲି ସେଥିରୁ ଅଧାରୁ ଅଧିକ ମୁଁ ନେଇଛି ମଖାନାକୁ ଗୁଣ୍ଡ କରିଛି, କାହିଁକିନା ଆଉ ଯେତିକି ରହିଲା ମୁଁ ତାକୁ ରଖିଛି। ତାକୁ ଡାଇରେକ୍ଟ ଗୋଟା ଟାଇପ୍ର ପକାଇବି। ମୁଁ ଏଠି କେଶର ଟିକେ ନେଲି, କ୍ଷୀରରେ ଉଷୁମ କ୍ଷୀରରେ କେଶର ପକାଇକି ରଖିଦେଲି। ତାପରେ ମୁଁ ଏଠି କ୍ଷୀର ମୋର ଫୁଟେଇଛି। କ୍ଷୀର ଫୁଟିଗଲା ପରେ କେଶର କିଛି ସମୟ ରଖିଦେଇକି ତାପରେ ମୁଁ ଏଇ କେଶର କ୍ଷୀରକୁ ପକାଇ ଦେଇଛି। ୟାର କେଶର ପକାଇଲା ମାନେ ୟାର ଫ୍ଲେଭର ବହୁତ ଆସିବ। କେଶରର ବାସ୍ନା ବି ବହୁତ ହେବ। ମୁଁ ଏଇ ଯେଉଁ ଗୁଣ୍ଡ କରିଥିଲି ମିକ୍ସି ଜାର୍ରେ, ମୁଁ ସେଇ ଗୁଣ୍ଡକୁ, ମଖାନା ବେଶୀ ଗୁଣ୍ଡ କରିନି, ଦରଦର ଖଦଡ଼ା କରିଛି, ସେଥିରେ ମୁଁ ପକାଇ ଦେଇଛି। ପକାଇକି ଆଉ ଯେଉଁ ଗୋଟା ମଖାନା ରଖିଥିଲି କିଛିଟା, ତାକୁ ମୁଁ ସେଥିରେ କାଜୁ ଆଉ ମଖାନାକୁ ପକାଇ ଦେଇଛି। ପକାଇକି ତାକୁ ସବୁ ମୁଁ ଗୋଳେଇ ଦେଇଛି, କାହିଁକିନା ମଖାନା ଟିକେ ଗୁଣ୍ଡ କଲେ ତାର ଗ୍ରେଭି ଟାଇପ୍ର, ମାନେ ଟିକେ ଥିକନେସ୍ ଆସିବ। ଆଉ ଗୋଟା ଅଳ୍ପ କିଛି ମୁଁ ପକାଇଛି। ତାକୁ ସବୁ ମୁଁ ମିଶାଇ ଦେଇଛି। ମିଶାଇକି କିଛି ସମୟ ପାଇଁ ଫୁଟେଇଛି। ଆମ ପାଖରେ କଣ୍ଡେନ୍ସ ମିଲ୍କ ଥିଲା, ମୁଁ ସେ କଣ୍ଡେନ୍ସ ମିଲ୍କ 2 ଚାମଚ, ମିଲ୍କ ମେଡ଼୍ ବା କଣ୍ଡେନ୍ସ ମିଲ୍କ 2 ଚାମଚ ମୁଁ ଏଠି ପକାଇଛି। ପକାଇକି ତାକୁ ସବୁ ମୁଁ ମିଶାଇ ଦେଇଛି ବା ଗୋଳେଇ ଦେଇଛି। ମୋ ଚ୍ୟାନେଲକୁ ଲାଇକ୍ କରିବେ, ନୂଆ ହେଇଥିଲେ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍କୁ ମାରିଲେ ମୁଁ ଏଭଳିଆ ଭଲ ଆଣିକି ଦେବି ଭିଡ଼ିଓ। ମୁଁ ଏଠି ପକାଇଛି ଡ୍ରାଏ ଫ୍ରୁଟ୍ସ କାଟିକି ସବୁ ପକାଇଛି। କ୍ଷୀରରେ ଫୁଟୁଛି ମୋର। କିଛି ସମୟ ଫୁଟିଗଲା ପରେ ମୁଁ ଏଠି ଗୁଜୁରାତି ନେଇଛି 3-4ଟା, ତା'ର ଚୋପାକୁ କାଢ଼ି ଦେଇଛି। ଆଉ ଗୁଜୁରାତିକୁ ମୁଁ ଏଠି ଗୁଣ୍ଡ କରିକି ପକାଇକି ତାକୁ ଗୋଳେଇ ଦେଇଛି। ଆଉ ତାକୁ ଏତେ ବେଶୀ ଇଏ କରିବେନି, ଗାଢ଼ା ହେଇଯିବ। ଇଏ ଥଣ୍ଡା ହେଇଗଲେ ପୁରା ବଢ଼ିଆ କ୍ଷୀରି ଯେଉଁ ଟାଇପ୍ର, ସେଇ ଟାଇପ୍ର, ଆଉ ଟେଷ୍ଟ ବି ବହୁତ ଭଲ। ଆମେ ଏମିତି ଉପାସରେ ଏମିତି କରିକି ଖାଇପାରିବା। ଆପଣ ଏହିପରି ଥରେ କରିକି ଘରେ ପ୍ରସ୍ତୁତ କରନ୍ତୁ। କମେଣ୍ଟରେ ଜଣାଇବେ କିପରି ଲାଗିଲା। କିନ୍ତୁ ବହୁତ ଇଜି ଆଉ ବହୁତ ଟେଷ୍ଟି।